ରାଜ୍ୟରେ ବଢ଼ାଇବ ଶୀତ। 3 ଦିନ ପର୍ଯ୍ୟନ୍ତ ଶୁଖିଲା ରହିବ ପାଗ। ରାଜ୍ୟରେ ବର୍ତ୍ତମାନ କୌଣସି ନିର୍ଦ୍ଦିଷ୍ଟ ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହୁଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା କିଛି ପରିମାଣରେ ହ୍ରାସ ପାଇଥିବା ବେଳେ ଅନ୍ୟାନ୍ୟ ସ୍ଥାନରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହୋଇନାହିଁ। ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରେକର୍ଡ କରାଯାଉଥିବା ବେଳେ ଗୋଟିଏ ଦୁଇଟି ସ୍ଥାନରେ ସ୍ୱାଭାବିକ ଠାରୁ କମ୍ ରହୁଛି। ଆସନ୍ତା 16 ତାରିଖ ପରେ ରାଜ୍ୟରେ ଶୀତ ବଢ଼ିପାରେ। ବୁଧବାର କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନକୁ ବାଦ୍ ଦେଲେ ଅନ୍ୟାନ୍ୟ ସ୍ଥାନରେ ପାଗ ପ୍ରାୟ ଶୁଖିଲା ରହିବ। ଆସନ୍ତା 3 ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ପରିଲକ୍ଷିତ ହେବ ନାହିଁ। ମାତ୍ର ପରବର୍ତ୍ତୀ 4 ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା 2ରୁ 4 ଡିଗ୍ରୀ ସେଲସିୟସ୍ ହ୍ରାସ ପାଇପାରେ। ସେପଟେ ଆଗାମୀ 3 ଦିନ ଯାଏଁ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ ସେଭଳି କିଛି ବଡ଼ ପରିବର୍ତ୍ତନ ହେବାକୁ ନଥିବା ବେଳେ 3 ଦିନ ପରେ 2ରୁ 5 ଡିଗ୍ରୀ ଯାଏଁ କମିବାର ସମ୍ଭାବନା ଦେଇଛି ପାଣିପାଗ। ତାପମାତ୍ରା ହ୍ରାସ ସହ ରାଜ୍ୟରେ ପଡ଼ିବ ଶୀତ। ପ୍ରଥମେ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ହେବା ସହ ପରେ ଅନ୍ୟ ଅଞ୍ଚଳରେ ଅନୁଭବ ହେବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବର୍ତ୍ତମାନ ରାତିର ତାପମାତ୍ରା ସ୍ୱାଭାବିକଠାରୁ 1ରୁ 2 ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି। ଦିନର ତାପମାତ୍ରା ସ୍ୱାଭାବିକକୁ ଫେରୁଛି। ଆର୍ଦ୍ରତାର ମାତ୍ରା କମିଲେ ତାପମାତ୍ରା ହ୍ରାସ ହେବ। ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା 34.8 ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା 16 ଡିଗ୍ରୀ ରେକର୍ଡ ହୋଇଛି। ଭୁବନେଶ୍ୱରରେ ଦିନର ତାପମାତ୍ରା 31.4 ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ରାତି ତାପମାତ୍ରା 22.8 ଡିଗ୍ରୀ ରେକର୍ଡ ହୋଇଛି। ସେହି କଟକରେ ଦିନର ତାପମାତ୍ରା 29.8 ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ରାତିର ତାପମାତ୍ରା 21 ଡିଗ୍ରୀ ରେକର୍ଡ। ଯୋଗାଣ ମନ୍ତ୍ରୀଙ୍କ ଘୋଷଣା, ନୂଆବର୍ଷରୁ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ। ହିତାଧିକାରୀଙ୍କ ପାଇଁ ଖୁସିର ଖବର। ନୂଆବର୍ଷରୁ ମିଳିବ ନୂଆ ରାସନ କାର୍ଡ। ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏନେଇ ଘୋଷଣା କରିଛନ୍ତି। ମନ୍ତ୍ରୀଙ୍କ ଅନୁସାରେ ଜୁଲାଇରୁ ଆରମ୍ଭ ହୋଇଥିଲା ଇ-କେୱାଇସି ଯାଞ୍ଚ, ଯାହାକି ନଭେମ୍ବର ମାସରେ ସରିଯିବ। ଏହି ଇ-କେୱାଇସି ଯାଞ୍ଚ ଦ୍ୱାରା 16 ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ତେଣୁ ପୁରୁଣା ରାସନ କାର୍ଡର ଯାଞ୍ଚ ସରିଛି। ଏବେ ଆସନ୍ତା ମାସରୁ ନୂଆ ରାସନ କାର୍ଡ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ସମସ୍ତ କାର୍ଯ୍ୟ ଶେଷ ହେବା ପରେ ନୂଆ ରାସନ କାର୍ଡ ମିଳିବ। 2025 ଜାନୁଆରୀରେ ସମସ୍ତଙ୍କୁ ନୂଆ ରାସନ କାର୍ଡ ମିଳିବାକୁ ଟାର୍ଗେଟ ରଖୁଛନ୍ତି ରାଜ୍ୟ ସରକାର। ଆସନ୍ତା ଫେବୃଆରୀ 21 ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ମାର୍ଚ୍ଚ 6 ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଆଜି ମାଟ୍ରିକ ପରୀକ୍ଷା ସୂଚୀ ପ୍ରକାଶ କରିଛି ମାଧ୍ୟମିକ ଶିକ୍ଷା ପରିଷଦ ବିଏସ୍ଇ। ସେହି ଅନୁସାରେ ଯେଉଁ ଦିନ ବିଭିନ୍ନ ବିଷୟରେ ପରୀକ୍ଷା ରହିଛି ତାହା ହେଲା: ଫେବୃଆରୀ 21ରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା, ଫେବୃଆରୀ 24ରେ ଦ୍ୱିତୀୟ ଭାଷା ଇଂରାଜୀ ପରୀକ୍ଷା, ଫେବୃଆରୀ 27ରେ ଗଣିତ ପରୀକ୍ଷା, ମାର୍ଚ୍ଚ 1ରେ ବିଜ୍ଞାନ ପରୀକ୍ଷା ହେବ, ମାର୍ଚ୍ଚ 3ରେ ସାମାଜିକ ବିଜ୍ଞାନ, ମାର୍ଚ୍ଚ 6ରେ ତୃତୀୟ ଭାଷା ହିନ୍ଦୀ ସଂସ୍କୃତ ପରୀକ୍ଷା। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ସକାଳ 9ଟାରୁ ଦିନ 11:30 ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ଗଣିତ ପରୀକ୍ଷା ପାଇଁ ଅଧିକ 15 ମିନିଟ ସମୟ ଦିଆଯିବ ବୋଲି ବୋର୍ଡ ତରଫରୁ କୁହାଯାଇଛି। କଟକର ଐତିହାସିକ ବାଲିଯାତ୍ରା। ମହାନଦୀ କୂଳରେ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଦୋଳି ବନ୍ଧାଠାରୁ ଆରମ୍ଭ କରି ମଞ୍ଚ ସଜା ସବୁଠି ଚାଲିଛି ଜୋରସୋର କାମ। ଏଥରର ମୁଖ୍ୟ ଆକର୍ଷଣ ରହିବ କଟକ ଇନ୍ କଟକ। ଚଳିତ ବର୍ଷ ବାଲିଯାତ୍ରାକୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଥମ ଥର ପାଇଁ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବେ 15 ଦେଶର ଅତିଥି। ଏଥିପାଇଁ ଉଭୟ ତଳ ଓ ଉପର ପଡ଼ିଆର ଅନୁଧ୍ୟାନ କରିଛନ୍ତି କଟକ ଜିଲ୍ଲାପାଳ, ଡିସିପି ଓ ସିଏମ୍ସି କମିଶନରଙ୍କ ସହ 50ରୁ ଅଧିକ ଅଧିକାରୀ। ଅନ୍ୟପଟେ ମେଳାକୁ ଶୃଙ୍ଖଳିତ କରିବା ସହ ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ପରିଚାଳନା ଉପରେ ଅଧିକ ଫୋକସ କରିଛି କମିଶନରେଟ ପୁଲିସ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କଟକ ଜିଲ୍ଲାପାଳ ନିଷେଧାଦେଶ ଲଗାଇଛନ୍ତି। ଜୁବ୍ରାରୁ ଚହଟା, ଉପର ଓ ତଳ ପଡ଼ିଆ ରାସ୍ତାରେ ବସିବା ମନା। ଫୁଟପାଥରେ ବ୍ୟବସାୟ ନିଷେଧ ପାଇଁ 163 ଧାରା ଜାରି ହୋଇଛି। ଉଠା ଦୋକାନୀଙ୍କ ବ୍ୟବସାୟ ପାଇଁ ତଳ ପଡ଼ିଆରେ ସ୍ୱତନ୍ତ୍ର ଜାଗା ସ୍ଥିର ହୋଇଛି। ବ୍ୟବସାୟ ପାଇଁ ତଳ ପଡ଼ିଆରେ 20,000 ବର୍ଗ ଫୁଟ ସ୍ଥାନ ଚିହ୍ନଟ ହୋଇଛି। ସୂଚନା ଅନୁସାରେ ନଭେମ୍ବର 15ରୁ ଆରମ୍ଭ ହୋଇ ନଭେମ୍ବର 22 ଯାଏଁ ଚାଲିବ କଟକ ବାଲିଯାତ୍ରା। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ତଳ ପଡ଼ିଆ ସହ ଉପର ପଡ଼ିଆରେ ବି ବାଲିଯାତ୍ରା ହେବ। ଚଳିତ ବର୍ଷ ଉଭୟ ଉପର ଓ ତଳ ପଡ଼ିଆରେ ବାଲିଯାତ୍ରା ପାଇଁ ହାଇକୋର୍ଟ ଅନୁମତି ମିଳିଛି। ଲକ୍ଷାକ ଲୋକଙ୍କ ଗହଳିରେ ଉଠିବ ପଡ଼ିବ ବାଲିଯାତ୍ରା ପଡ଼ିଆ। ଏହାକୁ ଦୃଷ୍ଟିରେ ରଖି ଉପର ଓ ତଳ ପଡ଼ିଆକୁ ଅକ ରାସ୍ତା ସଂଯୋଗ କରାଯାଉଛି। ପାରାଦୀପରେ ହେବ 2 ଲକ୍ଷ କୋଟିର ପୁଞ୍ଜି ନିବେଶ। ମୁଖ୍ୟମନ୍ତ୍ରୀ। ଆଗାମୀ ଦିନରେ ପାରାଦୀପରେ ନିବେଶ ହେବ 2 ଲକ୍ଷ କୋଟିର ପୁଞ୍ଜି। ଗୁରୁବାର କଳିଙ୍ଗ ବାଲିଯାତ୍ରାକୁ ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି। ଏସହିତ ତାଳଚେରକୁ ପାରାଦୀପ ସହ ଯୋଡ଼ିବାକୁ 16,000 କୋଟି ବ୍ୟୟ ହେବ ବୋଲି ସେ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସଭା ମଞ୍ଚରେ ପୂର୍ବ ସରକାରକୁ ମଧ୍ୟ ଟାର୍ଗେଟ କରିଥିଲେ। 69ଟି ଷ୍ଟିଲ ପ୍ଲାଣ୍ଟ ଏନ୍ଡବ୍ଲ୍ୟୁ କରିଥିଲେ।
କେତୋଟି କାର୍ଯ୍ୟକାରୀ କରିଛ ବୋଲି ସେ ପ୍ରଶ୍ନ କରିଥିଲେ। ପୂର୍ବ ସରକାର ସମୟରେ ପୋସ୍କୋ ଫେରି ଯାଇଥିଲା, ଆମେ ଫେରାଇ ଆଣିଛୁ। ଏ ସହିତ ମିତ୍ତଲ ପଳାଇଯିବା କଥା ଯେଉଁମାନେ କହୁଛନ୍ତି, ତାହା ବିଭ୍ରାନ୍ତିକର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେପଟେ ଜେଏସଡବ୍ଲ୍ୟୁ ସମୂହ ରାଜ୍ୟରେ 40,000 କୋଟି ଟଙ୍କା ବିନିଯୋଗରେ ଏକ ସମନ୍ୱିତ ବୈଦ୍ୟୁତିକ ଯାନ ଏବଂ ଇଭି ବ୍ୟାଟେରୀ ଉତ୍ପାଦନ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଫେବୃଆରୀ 10, 2024ରେ ଓଡ଼ିଶା ସରକାରଙ୍କ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। କଟକ ଜିଲ୍ଲାର ନାରାଜରେ ଜେଏସଡବ୍ଲ୍ୟୁ ଗ୍ରୁପ ଏକ ଇଭି ଗାଡି ଏବଂ ଉତ୍ପାଦନ କାରଖାନା ସ୍ଥାପନ କରିବାକୁ ଯୋଜନା କରିଥିବା ବେଳେ ଜଗତସିଂହପୁର ଜିଲ୍ଲାର ପାରାଦୀପରେ ଏକ ତମ୍ବା ସ୍ମେଲଟର ଏବଂ ଲିୟମ ରିଫାଇନାରୀ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଛି। ଶିମିଳିପାଳକୁ ଆସିଲା ଦ୍ୱିତୀୟ ବାଘୁଣୀ। ପ୍ରଥମ ବାଘୁଣୀ ଯମୁନାକୁ ଶିମିଳିପାଳ ଅଭୟାରଣ୍ୟରେ ମୁକ୍ତ ଭାବେ ଛାଡାଯିବା ପରେ ଆଜି ମହାରାଷ୍ଟ୍ର ତାଡୋବା ଅନ୍ଧାରୀ ଟାଇଗର ରିଜର୍ଭରୁ ଆସି ମୟୂରଭଞ୍ଜ ପହଞ୍ଚି ସରିଛି ଆଉ ଏକ ବାଘୁଣୀ। ଆଉ କିଛି ସମୟ ମଧ୍ୟରେ ସେ ଶିମିଳିପାଳକୁ ପ୍ରବେଶ କରିବ। 2023 ବାଘ ଗଣନା ଅନୁସାରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ମହାବଳ ବାଘ ସଂଖ୍ୟା ବଢାଇଛି 39ଟି। ବାଘ ଥିବା ବେଳେ 50% କଳା ବାଘ ରହିଛନ୍ତି। ତେଣୁ ଭବିଷ୍ୟତରେ ବାଘ ସଂଖ୍ୟା ବୃଦ୍ଧି ପାଇଁ ବାହାର ରାଜ୍ୟରୁ 2ଟି ବାଘୁଣୀ ଆଣିବା ନେଇ ଯୋଜନା ହୋଇଥିଲା। 3 ମାସ ତଳେ ରାଜ୍ୟ ମୁଖ୍ୟ ବନ ସଂରକ୍ଷକ ଏନଟିସିଏକୁ ଆବେଦନ କରିଥିଲେ। ଅନୁମତି ମିଳିବା ପରେ କେନ୍ଦ୍ର ସରକାର ସବୁଜ ସଂକେତ ଦେଇଥିଲେ। ଏହାପରେ ବନ ବିଭାଗର ସ୍ୱତନ୍ତ୍ର ଟିମ୍ ମୟୂରଭଞ୍ଜରୁ ମହାରାଷ୍ଟ୍ର ଯାଇଥିଲେ। ପୂର୍ବରୁ ଶିମିଳିପାଳ ଜଙ୍ଗଲରେ ଯମୁନାକୁ ଛଡା ଯାଇଥିଲା। ମହାରାଷ୍ଟ୍ରରୁ ଆସିଥିବା 28 ବର୍ଷର ବାଘୁଣୀ ଯମୁନାକୁ ଶିମିଳିପାଳର ବ୍ୟାଘ୍ର ସଂରକ୍ଷଣରେ ଛଡା ଯାଇଛି। ଏସଟିଆରର ଆସିସିଏଫ ଡେପୁଟି ଡାଇରେକ୍ଟର ଏବଂ ପିସିସିଏଫଙ୍କ ଉପସ୍ଥିତିରେ ମହାରାଷ୍ଟ୍ର ତଡୋବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଆସିଥିବା ବାଘୁଣୀକୁ ଏନକ୍ଲୋଜରରେ ମୁକ୍ତ ଭାବେ ଛଡା ଯାଇଛି। ଏସଟିଆରର ଆସିସିଏଫ ଡେପୁଟି ଡାଇରେକ୍ଟର ଏବଂ ପିସିସିଏଫଙ୍କ ଉପସ୍ଥିତିରେ ମହାରାଷ୍ଟ୍ର ତଡୋବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଆସିଥିବା ବାଘୁଣୀକୁ ଏନକ୍ଲୋଜରରେ ମୁକ୍ତ ଭାବେ 90 ଦଶକ ରବିବାର ଆଉ ଦୂରଦର୍ଶନ ନ୍ୟା ଶୁଣିଲେ ପିଲାବେଳ ଯେମିତି ଲୁଚକାଳି ଖେଳିଲା ପରି ଲାଗୁଛି। ଛୁଟିବାରରେ ଭାଇ ଭଉଣୀଙ୍କ ସହ ମିଶି ଏକ ସଙ୍ଗରେ ଟିଭି ଦେଖିବାର ମଜା କେତେ ନିଆରା ଥିଲା କହିଲେ ମା। ପାଟି କରୁଥିବେ ଆରେ ଗାଧେଇବ ଯାଉନ ଖାଇବ ନେଉନ ଆଉ ମାଙ୍କ ଆକଟ ସହ ସ୍ୱର ମିଳାଇ ଟିଭିରେ ବାଜୁବ ଶକ୍ତିମାନ ଶକ୍ତିମାନ ଶକ୍ତିମାନ। 90 ଦଶକରେ ଭାରତୀୟ ମନୋରଞ୍ଜନ ଜଗତର ସବୁଠାରୁ ଲୋକପ୍ରିୟ ସୁପରହିରୋ କହିଲେ ଶକ୍ତିମାନ ନାଁ ସର୍ବପ୍ରଥମେ ଆସେ। ମୁକେଶ ଖାନ୍ନାଙ୍କ ଅଭିନୀତ ଏହି ଶୋକୁ ଆବାଳ ବୃଦ୍ଧ ବନିତା ଏତେ ପସନ୍ଦ କରିଥିଲେ ଯେ ଶୋଟି ପାଖାପାଖି 8 ବର୍ଷ ପର୍ଯ୍ୟନ୍ତ ଲୋକଙ୍କୁ ବାନ୍ଧି ରଖୁଥିଲା। ପ୍ରଯୋଜକ ମୁକେଶ ଖାନ୍ନା ଏବଂ ନିର୍ଦ୍ଦେଶକ ଦିନକର ଜାନିଙ୍କ ଯୋଡି 1997ରୁ ଟିଭି ପରଦାରେ ଯେମିତି ଯାଦୁ ଖେଳାଇ ଦେଇଥିଲା। ରିଲିଜ ହୋଇଥିଲା ସୁପରହିରୋ ଟିଭି ଶୋ ଶକ୍ତିମାନ। ଦୂରଦର୍ଶନ ଟିଭି ଚ୍ୟାନେଲରେ ଏହି ଶୋ 1997ରୁ ଆରମ୍ଭ କରି ପର୍ଯ୍ୟନ୍ତ ଚାଲିଲା। ଏହି ସମୟରେ ଶୋଟି 400 ଏପିସୋଡ ସମ୍ପୂର୍ଣ୍ଣ କରି ଦର୍ଶକଙ୍କ ହୃଦୟ ଜିତିଥିଲା। ଘରେ ଘରେ ପିଲାଙ୍କ ପ୍ରଥମ ପସନ୍ଦ ପାଲଟିଲା ଶକ୍ତିମାନ। ବିଦେଶରେ ସୁପରମ୍ୟାନ ସ୍ପାଇଡରମ୍ୟାନ ବ୍ୟାଟସମ୍ୟାନର କ୍ରେଜ ଚାଲିଥିବା ବେଳେ ଭାରତୀୟଙ୍କୁ ପାଗଳ କରିଥିଲେ ଶକ୍ତିମାନ। ନାଲି ଆଉ ସୁନେଲି ରଙ୍ଗର ପୋଷାକ ତା ସାଙ୍ଗକୁ ଚକ୍ର ଚିହ୍ନର ଡ୍ରେସ ପିନ୍ଧି ପରଦାକୁ ଯେତେବେଳେ ମୁକେଶ ଖାନ୍ନା ଚାଲି ଆସୁଥିଲେ ଦର୍ଶକଙ୍କ ଭିତରେ ଯେମିତି ଉତ୍କଣ୍ଠା ବଢାଇ ଯାଉଥିଲା। ବର୍ତ୍ତମାନ ସମୟ ବଦଳିଛି, ଧାରାବାହିକ ସରିଛି, କିନ୍ତୁ ଏବେ ବି ଶକ୍ତିମାନକୁ ଝୁରି ହେଉଛନ୍ତି ଦର୍ଶକ। ତେବେ ଆପଣ ବି ଯଦି ଶକ୍ତିମାନଙ୍କ ଫ୍ୟାନ୍ ତାହେଲେ ଖୁସି ହୋଇଯାଆନ୍ତୁ, କାରଣ 19 ବର୍ଷର ଦୀର୍ଘ ଅପେକ୍ଷା ପରେ ଏହି ଶୋ ପୁଣି ପରଦାକୁ କମ୍ ବ୍ୟାକ୍ କରିବାକୁ ଯାଉଛି। ଏହାର ଲେଟେଷ୍ଟ ଟିଜର ମଧ୍ୟ ମେକର୍ସଙ୍କ ଦ୍ୱାରା ରିଲିଜ କରିଦିଆଯାଇଛି। ଶୋକୁ ନେଇ ଅଭିନେତା ମୁକେଶ ଖାନ୍ନା କୁହନ୍ତି ମୋ ଆତ୍ମବିଶ୍ୱାସର ପ୍ରତିଛବି ହେଉଛି ଶକ୍ତିମାନ ଚରିତ୍ର। ମତେ ଲାଗେ ପଞ୍ଚଭୂତରେ ଶକ୍ତିମାନର ପୋଷାକ ତିଆରି। ମୁଁ ଯେତେବେଳେ ଅଭିନୟ କରେ କ୍ୟାମେରା ଭୁଲିଯାଏ। 1997ରୁ 2005 ଭିତରେ ଆରମ୍ଭ କରିଥିବା ଦାୟିତ୍ୱକୁ ମୁଁ ପ୍ରତିଟି ଦର୍ଶକଙ୍କ ପାଖରେ ପୁଣି ଥରେ ପହଞ୍ଚାଇବାକୁ ଚାହେଁ। ଆଜିର ପିଢ଼ି ପାଖରେ ନିଶ୍ୱାସ ନେବାକୁ ସମୟ ନାହିଁ, ସବୁ ଦୌଡୁଛନ୍ତି। ସେମାନଙ୍କୁ ସ୍ଥିର ହେବାର ସମୟ ଆସିଛି। ଭିତରର ଜ୍ଞାନରେ ବୁଡ଼ ପକାଇଲେ ବ୍ରହ୍ମାଣ୍ଡ ଅନ୍ତଃମନରେ ପାଇପାରିବେ। ଏହା ହିଁ ହେଉଛି ଶକ୍ତିମାନର ଏକ ଉଦ୍ଦେଶ୍ୟ, ଲୋକଙ୍କୁ ଜାଗୃତ କରାଇବା। ଶକ୍ତିମାନର ଗୀତ ମୁଁ ନିଜେ ଗାଇଛି କାରଣ ଏହାକୁ ଲୋକ ଅଧିକ ହୃଦୟଙ୍ଗମ କରିବେ ଚାହିଁଥିଲେ ଡାଇଲଗ ମାଧ୍ୟମରେ ବାର୍ତ୍ତା ପହଞ୍ଚାଇ ପାରିଥାନ୍ତି, କିନ୍ତୁ ଗୀତର ମଧୁରତା ଲୋକଙ୍କୁ ଆକର୍ଷିତ କରିବ ଡାଇଲଗ ତୁଳନାରେ। ମୁକେଶ ଖାନ୍ନା ଏକତା କପୁରଙ୍କ ଉପରେ କହିଥିବା ଟିପ୍ପଣୀକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖୁଛନ୍ତି। ତେବେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି କି ଶକ୍ତିମାନ କେଉଁ ପରଦାରେ ପୁଣି ଯାଦୁ ଖେଳାଇବ, କିନ୍ତୁ ଦର୍ଶକଙ୍କୁ ରହିବ ସୁପରହିରୋ ଶକ୍ତିମାନର ଅପେକ୍ଷା।